ରାତି 9ଟା ସମୟରେ ଶ୍ରୀମା ଶାରଦାମଣି ଦକ୍ଷିଣେଶ୍ୱରରେ ଠାକୁରଙ୍କ ସମୀପରେ ଉପସ୍ଥିତ ହେଲେ। ଠାକୁର ଏପରି ରୋଗାକ୍ରାନ୍ତ ଅବସ୍ଥାରେ ପତ୍ନୀକୁ ହଠାତ୍ ପହଞ୍ଚିବାର ଦେଖି ବିଶେଷ ଉଦ୍ବିଗ୍ନ ହୋଇ ପଡ଼ିଲେ। ଥଣ୍ଡା ଲାଗି କାଳେ ଜ୍ୱର ପୁଣି ଫେରି ଆସିବ, ଏହି ଆଶଙ୍କାରେ ସେ ନିଜ ଘରେ ତାଙ୍କ ପାଇଁ ଭିନ୍ନ ଶଯ୍ୟାରେ ଶୟନର ବନ୍ଦୋବସ୍ତ କରିଦେଲେ ଏବଂ ବାରମ୍ବାର ଦୁଃଖ କରି କହିଲେ, ତୁମେ ଏତେ ଦିନ କି ଆସିଲ, ଆଉ କ'ଣ ମୋର ବଡ଼ବାବୁ ଅର୍ଥାତ୍ ମଥୁରବାବୁ ଅଛନ୍ତି ଯେ ଆଦର ଯତ୍ନ କରିବେ? ଔଷଧ ପଥ୍ୟାଦିରେ ବିଶେଷ ବନ୍ଦୋବସ୍ତ କରିବା ଫଳରେ ଶ୍ରୀମାତା ଠାକୁରାଣୀ 3-4 ଦିନ ଭିତରେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କଲେ। ଏ 3-4 ଦିନ ଠାକୁର ତାଙ୍କୁ ନିଜ ଘରେ ରଖି ଔଷଧ ପଥ୍ୟାଦିର ଏବଂ ଅନ୍ୟାନ୍ୟ ବିଷୟର ତତ୍ତ୍ୱାବଧାନ ସ୍ୱୟଂ କରିଥିଲେ। ପରେ ନଅବଧ ଘରେ ନିଜ ଜନନୀଙ୍କ ପାଖରେ ତାଙ୍କର ରହିବାର ବନ୍ଦୋବସ୍ତ କରିଦେଲେ। ଏତେ ଦିନ ପରେ ଚକ୍ଷୁ କୋଣରେ ବିପଦ ଭଞ୍ଜନ ହେଲା। ଶ୍ରୀମାତା ଠାକୁରାଣୀ ପ୍ରାଣେ ପ୍ରାଣେ ବୁଝିପାରିଲେ ଯେ ଠାକୁର ପୂର୍ବେ ଯେଉଁପରି ଥିଲେ ବର୍ତ୍ତମାନ ମଧ୍ୟ ସେହିପରି ଅଛନ୍ତି। ସଂସାରୀ ମନୁଷ୍ୟ କିଛି ନ ବୁଝି ତାଙ୍କ ସମ୍ବନ୍ଧରେ ନାନା କଥା କହୁଛନ୍ତି। ପ୍ରାଣର ଗଭୀର ଉଲ୍ଲାସରେ ସେ ନଅବଧ ଘରେ ନିଜର ଜୀବନ ଦେବତା ଏବଂ ଦେବଜନନୀଙ୍କ ସେବାରେ ନିଜକୁ ନିୟୋଜିତ କରି ରଖିଲେ। କାମରପୁକୁରରେ ଅବସ୍ଥାନ କଲାବେଳେ ଶ୍ରୀମାତା ଠାକୁରାଣୀଙ୍କ ଆଗମନରେ ଠାକୁରଙ୍କ ମନରେ ଯେଉଁ ଚିନ୍ତା ପରିଚର୍ଯ୍ୟାରୁ ଉଦୟ ହୋଇଥିଲା, ତାହା ପାଠକେ ପୂର୍ବରୁ ଜାଣିଛନ୍ତି। ଠାକୁର ଯେତେବେଳେ ଆଚାର୍ଯ୍ୟ ତୋତାପୁରୀଙ୍କଠାରୁ ବ୍ରହ୍ମଜ୍ଞାନର ଦୃଢ଼ ପ୍ରତିଜ୍ଞା ଲାଭ କରିବାର ଯେଉଁ ସିଦ୍ଧି ଅର୍ଜନ କରିଥିଲେ, ସେ ସାଧାରଣତଃ ବିଜ୍ଞାନର ପରୀକ୍ଷା ଓ ପଥିଙ୍କ ପ୍ରତି ନିଜର କର୍ତ୍ତବ୍ୟ ପାଳନର ସମୀକ୍ଷା କରିବାକୁ ଆରମ୍ଭ କରିଥିଲେ। କିନ୍ତୁ ସେତେବେଳେ ସେ ତାହା ସମ୍ପୂର୍ଣ୍ଣ କରିବା ପୂର୍ବରୁ କଲିକତା ଫେରି ଆସିଥିଲେ। ବର୍ତ୍ତମାନ ସେ ମାତା ଠାକୁରାଣୀଙ୍କ ନିକଟରେ ପାଇ ସେ ପୁନର୍ବାର ଏହି ଦୁଇଟି ବିଷୟରେ ମନୋନିବେଶ କଲେ ଏବଂ ଅବସର ପାଇଲା ମାତ୍ରେ ମାତା ଠାକୁରାଣୀଙ୍କୁ ମାନବ ଜୀବନର ଉଦ୍ଦେଶ୍ୟ ଓ କର୍ତ୍ତବ୍ୟ ସମ୍ବନ୍ଧରେ ସବୁପ୍ରକାର ଶିକ୍ଷା ଦେବାକୁ ଆରମ୍ଭ କଲେ। ଶ୍ରୀମାତା ଠାକୁରାଣୀ ଦିନେ ଏହି ସମୟରେ ଠାକୁରଙ୍କ ପାଦ ସେବା କଲାବେଳେ ପଚାରିଲେ, ମୋତେ ତୁମେ କେଉଁ ଭାବରେ ଦେଖ? ଠାକୁର ଏହାର ଉତ୍ତରରେ କହିଥିଲେ, ଯେଉଁ ମା ମନ୍ଦିରରେ ଅଛନ୍ତି, ସେ ହିଁ ଏ ଶରୀରରେ ଜନ୍ମ ନେଇଛନ୍ତି ଏବଂ ସମ୍ପ୍ରତି ନଅବଧ ଘରେ ବାସ କରୁଛନ୍ତି। ପୁଣି ସେ ହିଁ ବର୍ତ୍ତମାନ ମୋର ପଦ ସେବା କରୁଛନ୍ତି। ସତକୁ ସତ ମୁଁ ତୁମକୁ ସାକ୍ଷାତ୍ ଆନନ୍ଦମୟୀ ରୂପରେ ଦେଖୁଅଛି। ଏହାପରେ ଶ୍ରୀଜଗନ୍ମାତାଙ୍କ କୃପାରେ ଓ ଇଚ୍ଛାରେ ଠାକୁରଙ୍କ ପ୍ରାଣରେ ଦିନେ ଏକ ଅଦ୍ଭୁତ ବାସନାର ଉଦୟ ହେଲା ଏବଂ କିଛି ଦ୍ୱିଧା ନ କରି ସେ ତାହାକୁ କାର୍ଯ୍ୟରେ ପରିଣତ କଲେ। ଇଂରାଜୀ 1872 ଖ୍ରୀଷ୍ଟାବ୍ଦ। ଜ୍ୟେଷ୍ଠ ମାସ ଅଧା ହୋଇଗଲାଣି। ଆଜି ଅମାବାସ୍ୟା, ଫଳହାରିଣୀ, କାଳିକା ପୂଜାର ପୁଣ୍ୟ ଦିବସ। ଠାକୁର ଶ୍ରୀ ଜଗଦମ୍ବାକୁ ପୂଜା କରିବା ଇଚ୍ଛାରେ ଆଜି ବିଶେଷ ଆୟୋଜନ କରିଛନ୍ତି। ଏ ଆୟୋଜନ କିନ୍ତୁ ମନ୍ଦିରରେ ନ ହୋଇ ତାଙ୍କ ଇଚ୍ଛାନୁସାରେ ଗୁପ୍ତ ଭାବରେ ତାଙ୍କର ନିଜ ରହିବା ଘରେ ହୋଇଅଛି। ପୂଜା କାଳରେ ଦେବୀଙ୍କର ଉପବେଶନ ଲାଗି ସେ ଗୋଟିଏ ଆସ୍ଥାନ ପୂଜକର ଦକ୍ଷିଣ ପାର୍ଶ୍ୱରେ ସ୍ଥାପିତ ହୋଇଛି। ସେହି ଆସ୍ଥାନ ଉପରେ ନାନା ପ୍ରକାର ଝୋଟି ପକାଯାଇଛି। ଦେବୀଙ୍କ ରହସ୍ୟ ପୂଜାର ସମସ୍ତ ଆୟୋଜନ ସମ୍ପନ୍ନ ହେବାକୁ ରାତି 9ଟା ବାଜିଗଲା। ଠାକୁର ଏହା ପୂର୍ବରୁ ଶ୍ରୀମାତା ଠାକୁରାଣୀଙ୍କୁ ପୂଜା ବେଳେ ଉପସ୍ଥିତ ରହିବାକୁ କହି ପଠାଇଥାନ୍ତି। ସେ ମଧ୍ୟ ଏହି ପୂଜା ଘରେ ଆସି ପହଞ୍ଚିଗଲେ। ଠାକୁର ପୂଜାରେ ବସିଲେ। ତାପରେ ଶ୍ରୀମାତା ଠାକୁରାଣୀଙ୍କୁ ସେ ଝୋଟିପକା ଦେବୀ ଆସ୍ଥାନ ଉପରେ ଉପବେଶନ କରିବାକୁ ଠାକୁର ଇଙ୍ଗିତ କଲେ। ସେ ଇଙ୍ଗିତରେ ମନ୍ତ୍ରମୁଗ୍ଧ ଭଳି ସେ ବର୍ତ୍ତମାନ ପୂର୍ବମୁଖ ହୋଇ ବସିଥିବା ଠାକୁରଙ୍କର ଦକ୍ଷିଣ ଭାଗରେ ଉତ୍ତରମୁଖୀ ହୋଇ ବସିଲେ। ସମ୍ମୁଖସ୍ଥ କଳସରୁ ମନ୍ତ୍ରପୂତ ଜଳ ଦ୍ୱାରା ଠାକୁର ବାରମ୍ବାର ଶ୍ରୀମାଙ୍କୁ ଯଥାବିଧାନ ଅଭିଷିକ୍ତ କଲେ। ତାପରେ କେତେକ ମନ୍ତ୍ରପାଠ କରିସାରି ସେ ପ୍ରାର୍ଥନା ମନ୍ତ୍ର ଉଚ୍ଚାରଣ କଲେ। ହେ ବାଳେ, ହେ ସର୍ବଶକ୍ତିର ଅଧୀଶ୍ୱରୀ ମାତ ତ୍ରିପୁର ସୁନ୍ଦରୀ, ସିଦ୍ଧିଦ୍ୱାର ଉନ୍ମୁକ୍ତ କର। ଏହାଙ୍କର ଶରୀର ମନକୁ ପବିତ୍ର କରି ଏହାଙ୍କଠାରେ ଆବିର୍ଭୂତ ହୋଇ ସର୍ବକଲ୍ୟାଣ ସାଧନ କର। ଅନ୍ତଃପୁର ଶ୍ରୀମାଙ୍କ ଅଙ୍ଗରେ ଯଥାବିଧାନ ମନ୍ତ୍ରଗୁଡ଼ିକ ନାଶ କରି ଠାକୁର ସାକ୍ଷାତ୍ ଦେବୀ ଜ୍ଞାନରେ ତାଙ୍କୁ ଷୋଡ଼ଶ ଉପଚାରରେ ପୂଜା କଲେ ଓ ଭୋଗ ନିବେଦନ କରି ନିବେଦିତ ବସ୍ତୁ ସକଳର କିୟଦଂଶ ନିଜ ହସ୍ତରେ ତାଙ୍କ ମୁଖରେ ପ୍ରଦାନ କଲେ। ଶ୍ରୀମା ବାହ୍ୟଜ୍ଞାନଚ୍ୟୁତ ହୋଇ ସମାଧିସ୍ଥ ହୋଇଗଲେ। ଠାକୁର ମଧ୍ୟ ଅର୍ଦ୍ଧବାହ୍ୟ ଦଶରେ ମନ୍ତ୍ରୋଚ୍ଚାରଣ କରୁ କରୁ ସମ୍ପୂର୍ଣ୍ଣ ସମାଧିଭଗ୍ନ ହୋଇଗଲେ। ସମାଧିସ୍ଥ ପୂଜକ ସମାଧିସ୍ଥ ଦେବୀଙ୍କ ସହିତ ଆତ୍ମସ୍ୱରୂପରେ ପୂର୍ଣ୍ଣ ଭାବରେ ମିଳିତ ଓ ଏକୀଭୂତ ହୋଇଗଲେ। ନିଶାର ଦ୍ୱିତୀୟ ପ୍ରହର କ୍ରମେ ଅତୀତ ହୋଇଗଲା। ଆତ୍ମାରାମ ଠାକୁରଙ୍କର କ୍ରମେ କ୍ରମେ ବାହ୍ୟ ଜ୍ଞାନ ଫେରିଆସିଲା। ପୂର୍ବ ଭଳି ଅର୍ଦ୍ଧବାହ୍ୟ ଦଶାବ୍ରତ ହୋଇ ସେ ବର୍ତ୍ତମାନ ଦେବୀଙ୍କ ଉଦ୍ଦେଶ୍ୟରେ ଆତ୍ମନିବେଦନ କଲେ। ଅନ୍ତରରେ ନିଜ ସହିତ ସାଧନାର ଫଳ ଏବଂ ନିଜର ଜପମାଳା ପ୍ରଭୃତି ସର୍ବସ୍ୱ ଶ୍ରୀ ଦେବୀଙ୍କ ପାଦପଦ୍ମରେ ଚିରକାଳ ଲାଗି ବିସର୍ଜନ କରି ମନ୍ତ୍ର ଉଚ୍ଚାରଣ କରି ତାଙ୍କୁ ପ୍ରଣାମ କଲେ। ହେ ସର୍ବମଙ୍ଗଳର ମଙ୍ଗଳ ସ୍ୱରୂପିଣୀ, ହେ ସର୍ବକର୍ମ ନିଷ୍ପନ୍ନକାରିଣୀ, ହେ ଶରଣଦାୟିନୀ ଦୀନୟିନୀ ଶିବଗେହିନୀ ଗୌରୀ, ହେ ନାରାୟଣୀ, ତୁମକୁ ପ୍ରଣାମ କରୁଅଛି। ପୂଜା ଶେଷ ହେଲା। ମୂର୍ତ୍ତିମତୀ ବିଦ୍ୟାରୂପିଣୀ ମାନବୀର ଦେହାବଲମ୍ବନରେ ଈଶ୍ୱରୀଙ୍କ ଉପାସନା ପୂର୍ବକ ଠାକୁରଙ୍କ ସାଧନାର ପରିସମାପ୍ତି ହେଲା। ତାଙ୍କର ଦେବମାନବତ୍ୱର ସର୍ବଥା ଭାବରେ ସମ୍ପୂର୍ଣ୍ଣତା ଲାଭ କଲା। ଏହି ଭାବରେ 1 ବର୍ଷ 4 ମାସ କାଳ ଶ୍ରୀ ଠାକୁରଙ୍କ ନିକଟରେ ଦକ୍ଷିଣେଶ୍ୱରରେ ଅତିବାହିତ କରି ଶ୍ରୀମାତା ଠାକୁରାଣୀ କାମରପୁକୁରକୁ ପ୍ରତ୍ୟାବର୍ତ୍ତନ କଲେ।
ଠାକୁରଙ୍କ ନିରନ୍ତର ସମାଧି ପାଇଁ ଶ୍ରୀମାଙ୍କ ନିଦ୍ରାରେ ବ୍ୟାଘାତ ହେବାରୁ ଅନ୍ୟତ୍ର ଶୟନ ଓ କାମର ପୁକୁର ପ୍ରତ୍ୟାବର୍ତ୍ତନ। ଷୋଡ଼ଶୀ ପୂଜା ପରେ ସେ ମାତା ଠାକୁରାଣୀ ପ୍ରାୟ 5 ମାସ କାଳ ଠାକୁରଙ୍କ ନିକଟରେ ଅବସ୍ଥାନ କରିଥିଲେ। ପୂର୍ବପରି ଏ ସମୟରେ ସେ ଠାକୁର ଏବଂ ଠାକୁରଙ୍କ ମାଙ୍କର ସେବାରେ ନିଯୁକ୍ତ ରହି ଦିବାଭାଗ ନବହତ ଘରେ ଅତିବାହିତ କରି ରାତ୍ରି କାଳରେ ଠାକୁରଙ୍କ ଶଯ୍ୟା ପାର୍ଶ୍ୱରେ ଶୟନ କରୁଥିଲେ। ଦିବାରାତ୍ରିରେ ଠାକୁରଙ୍କର ଭାବ ସମାଧିରେ ବିରାମ ନଥିଲା ଏବଂ ବେଳେବେଳେ ନିର୍ବିକଳ୍ପ ସମାଧିରେ ତାଙ୍କର ମନ ସହସା ଏପରି ବିଲୀନ ହେଉଥିଲା ଯେ ମୃତର ଲକ୍ଷଣ ସମୂହ ତାଙ୍କ ଦେହରେ ପ୍ରକାଶିତ ହେଉଥିଲା। କେତେବେଳେ ଠାକୁରଙ୍କର ଏପରି ସମାଧି ହୋଇଯିବ ଏହି ଆଶଙ୍କାରେ ଶ୍ରୀମାଙ୍କର ରାତ୍ରି କାଳରେ ନିଦ୍ରା ହେଉନଥିଲା। ବହୁ କ୍ଷୀଣ ସମାଧିସ୍ଥ ହେବା ପରେ ମଧ୍ୟ ଠାକୁରଙ୍କର ସଂଜ୍ଞା ହେଉନାହିଁ ଦେଖି ଭୀତ ଓ କିଂକର୍ତ୍ତ ବିମୁଢ଼ ହୋଇ ସେ ଥରେ ରାତ୍ରିରେ ହୃଦୟ ଏବଂ ଅନ୍ୟ ସମସ୍ତଙ୍କୁ ନିଦ୍ରା ଭଙ୍ଗ କରିଥିଲେ। ପରେ ହୃଦୟ ଆସି ବହୁ କ୍ଷଣ ନାମ ଶୁଣାଇବାରୁ ଠାକୁରଙ୍କର ସମାଧି ଭଗ୍ନ ହୋଇଥିଲା। ସମାଧି ଭଙ୍ଗ ପରେ ଠାକୁର ସମସ୍ତ କଥା ଶୁଣି ଶ୍ରୀମାଙ୍କର ରାତ୍ରି କାଳରେ ପ୍ରତ୍ୟହ ନିଦ୍ରାରେ ବ୍ୟାଘାତ ହେଉଛି ଜାଣି ନବହତରେ ତାଙ୍କ ଜନନୀଙ୍କ ନିକଟରେ ମାତା ଠାକୁରାଣୀଙ୍କ ଶୟନର ବନ୍ଦୋବସ୍ତ କରିଦେଲେ। ଏହିପରି ପ୍ରାୟ 1 ବର୍ଷ 4 ମାସ କାଳ ଠାକୁରଙ୍କ ନିକଟରେ ଦକ୍ଷିଣେଶ୍ୱର ଅତିବାହିତ କରି 1862 ଖ୍ରୀଷ୍ଟାବ୍ଦ ଅକ୍ଟୋବର ମାସରେ ଶ୍ରୀମା କାମର ପୁକୁର ପ୍ରତ୍ୟାବର୍ତ୍ତନ କରିଥିଲେ। ସାଧକ ଭାବରେ ଶେଷ କଥା। ଷୋଡ଼ଶୀ ପୂଜା ପରେ ଠାକୁରଙ୍କର ସାଧନା ବାସନା ନିବୃତ୍ତି। ଷୋଡ଼ଶୀ ପୂଜା ସମ୍ପୂର୍ଣ୍ଣ କରି ଠାକୁରଙ୍କ ସାଧନା ଯଜ୍ଞ ସମ୍ପୂର୍ଣ୍ଣ ହେଲା। ଈଶ୍ୱର ଅନୁରାଗ ପୂର୍ବକ ଯେଉଁ ପୁଣ୍ୟ ବହ୍ନି ହୃଦୟରେ ନିରନ୍ତର ପ୍ରବାହିତ ରହି ତାଙ୍କୁ ଦୀର୍ଘ 12 ବର୍ଷ ଅସ୍ଥିର କରି ନାନା ଭାବରେ ସାଧନାରେ ପ୍ରବୃତ୍ତ କରାଇଥିଲା ଏବଂ ସେସବୁ ସାଧନା ପରେ ମଧ୍ୟ ସେ ସମ୍ପୂର୍ଣ୍ଣ ରୂପେ ଶାନ୍ତ ହେବାକୁ ଦେଇ ନଥିଲା। ପୂର୍ଣ୍ଣାହୁତି ପ୍ରାପ୍ତ ହୋଇ ସେ ଏତେ ଦିନରେ ତାହା ପ୍ରଶାନ୍ତ ଭାବ ଧାରଣ କଲା। ସେପରି ନ ହେବାର କୌଣସି କାରଣ ନଥିଲା, କାରଣ ଠାକୁରଙ୍କର ନିଜର କହିବାର ଆଉ କ'ଣ ଅଛି ଯାହା ସେ ସାଧନା ଯଜ୍ଞରେ ଏହା ପୂର୍ବରୁ ଆହୁତି ପ୍ରଦାନ ନ କରିଛନ୍ତି। ଧନ ମାନ ନାମ ଯଶ ଆଦି ପୃଥିବୀର ସମସ୍ତ ଭୋଗେଚ୍ଛା ବହୁ ପୂର୍ବରୁ ହିଁ ସେଥିରେ ବିସର୍ଜନ ଦେଇଛନ୍ତି। କେବଳ ବିଭିନ୍ନ ସାଧନ ପଥରେ ଅଗ୍ରସର ହୋଇ ନାନା ଭାବରେ ସେ ଜଗନ୍ମାତାଙ୍କୁ ଦେଖିବାର ବାସନା ଥିଲା। ତାହା ମଧ୍ୟ ଏବେ ସେ ସେଥିରେ ନିଃଶେଷରେ ଅର୍ପଣ କଲେ। ଅତଏବ ପ୍ରସାଦ ନ ହୋଇ ତାହା ବି ଆଉ କ'ଣ କରିବ? ଖ୍ରୀଷ୍ଟଧର୍ମ ସାଧନ ଓ ଡକାୟତ ବାବା କାହାଣୀ। ଏହିପରି ଭାବରେ ଆଉ 1 ବର୍ଷ କଟିଗଲା। ଶ୍ରୀରାମକୃଷ୍ଣଙ୍କ ମନରେ ଆଉ ଗୋଟିଏ ସାଧନ ପଥ ଅବଲମ୍ବନ କରି ଜଗନ୍ମାତାଙ୍କୁ ଦର୍ଶନ କରିବା ଲାଗି ସ୍ପୃହା ଜାଗ୍ରତ ହେଲା। କଲିକତାର ସିନ୍ଦୁରିଆପଟି ପଲ୍ଲୀରେ ଶମ୍ଭୁଚରଣ ମଲ୍ଲିକ ନାମକ ଜଣେ ଦାନଶୀଳ ବ୍ରାହ୍ମଧର୍ମ ଅନୁରାଗୀ ବ୍ୟକ୍ତି ବାସ କରୁଥିଲେ। ଠାକୁର ତାଙ୍କ ସହିତ ସମ୍ବନ୍ଧ ସ୍ଥାପନ କରି ତାଙ୍କଠାରୁ ପବିତ୍ର ବାଇବେଲ ଧର୍ମଗ୍ରନ୍ଥ ଶ୍ରବଣ କରୁ କରୁ ହଠାତ୍ ତାଙ୍କର ନିଜ ଈଶ୍ୱରପୁତ୍ର ଯୀଶୁଖ୍ରୀଷ୍ଟଙ୍କ ପବିତ୍ର କାହାଣୀର ଚରିତ୍ର ପ୍ରତି ଗଭୀର ଭାବରେ ଆକୃଷ୍ଟ ହୋଇ ପଡ଼ିଲେ। ସେ ଯୀଶୁଖ୍ରୀଷ୍ଟଙ୍କର ପ୍ରବର୍ତ୍ତିତ ସମ୍ପ୍ରଦାୟ ଓ ସାଧନା ପଥ ସମ୍ବନ୍ଧରେ ଅବହିତ ହେଲେ। ଏହା ଫଳରେ ଖ୍ରୀଷ୍ଟ ଧର୍ମତତ୍ତ୍ୱ ପ୍ରତ୍ୟକ୍ଷ କରିବା ଲାଗି ତାଙ୍କ ଭିତରେ ବାସନା ଜାଗ୍ରତ ହେଲା ଏବଂ ଅଳ୍ପ କାଳ ଭିତରେ ଜଗଦମ୍ବା ଏକ ଅଦ୍ଭୁତ ଉପାୟରେ ଠାକୁରଙ୍କର ସେହି ବାସନା ପୂର୍ଣ୍ଣ କରିଦେଲେ। ଘଟଣାଟି ଏହିପରି ଭାବରେ ଘଟିଥିଲା। ଦକ୍ଷିଣେଶ୍ୱର କାଳୀବାଡ଼ିର ଦକ୍ଷିଣ ପାର୍ଶ୍ୱରେ ଯଦୁଲାଲ ମଲ୍ଲିକଙ୍କର ଉଦ୍ୟାନ ଗୃହ। ଠାକୁର ମଝିରେ ମଝିରେ ସେଠାକୁ ବୁଲି ଯାଆନ୍ତି। ଯଦୁଲାଲ ଓ ତାଙ୍କର ମା ଠାକୁରଙ୍କୁ ବିଶେଷ ଭକ୍ତି ଓ ଶ୍ରଦ୍ଧା କରୁଥିଲେ। ସୁତରାଂ ଉଦ୍ୟାନରେ ସେମାନେ ଉପସ୍ଥିତ ନ ରହିଲେ ମଧ୍ୟ ଠାକୁର ସେଠାକୁ ବୁଲିଗଲେ କର୍ମଚାରୀମାନେ ବାବୁଙ୍କର ବୈଠକଖାନ ଖୋଲିଦେଇ ତାଙ୍କୁ ସେଠାରେ କିଛି ସମୟ ବସିବା ଓ ବିଶ୍ରାମ କରିବା ପାଇଁ ଅନୁରୋଧ କରନ୍ତି। ସେହି ପ୍ରକୋଷ୍ଠର କାନ୍ଥରେ ଉଚ୍ଚକୋଟୀର ବହୁ ସୁନ୍ଦର ଛବି ରହିଥିଲା। ତନ୍ମଧ୍ୟରେ ମାତୃକୋଳରେ ଅବସ୍ଥାନ କରିଥିବା ଈଶ୍ୱରପୁତ୍ର ଯୀଶୁଙ୍କର ବାଲ୍ୟକାଳର ଛବିଟିଏ ଥିଲା। ଠାକୁରଙ୍କ ନିଜ ମୁଖରୁ ଶୁଣାଯାଇଛି ଯେ ଦିନେ ସେ ବୈଠକଖାନା ଘରେ ବସି ସେହି ଛବିଟି ତନ୍ମୟ ହୋଇ ଦେଖୁଥିଲେ ଏବଂ ଶ୍ରୀଯୀଶୁଙ୍କର ଜୀବନ କଥା ମନେ ମନେ ଭାବୁଥିଲେ। ହଠାତ୍ ସେ ଦେଖିଲେ ଯେ ଛବିଟି ଜୀବନ୍ତ ଓ ଜ୍ୟୋତିର୍ମୟୀ ହୋଇଉଠିଲା ଏବଂ ସେହି ଅଦ୍ଭୁତ ଦେବଜନନୀ ଓ ଦେବଶାଶୁଙ୍କ ଅଙ୍ଗ ଭିତରୁ ଜ୍ୟୋତିରଶ୍ମି ସମୂହ ତାଙ୍କ ଅନ୍ତରରେ ପ୍ରବିଷ୍ଟ ହୋଇ ତାଙ୍କର ମାନସିକ ଭାବ ସମୂହକୁ ଆମୂଳ ପରିବର୍ତ୍ତନ କରିଦେଲା। ତାଙ୍କର ଜନ୍ମଗତ ହିନ୍ଦୁ ସଂସ୍କାର ଗୁଡ଼ିକ ଅନ୍ତରର ନିଭୃତ କୋଣରେ ବିଲୀନ ହୋଇଗଲା ଏବଂ ତତ୍ପରିବର୍ତ୍ତେ ଭିନ୍ନ ସଂସ୍କାରମାନ ଉଦିତ ହେବାକୁ ଲାଗିଲା। ଏ ଆଲୋଡ଼ନ ଦେଖି ଠାକୁର ନାନା ଭାବରେ ଆପଣଙ୍କୁ ସମ୍ଭାଳି ରଖିବାକୁ ଉଦ୍ୟମ କଲେ। ସେ ଜଗଦମ୍ବାଙ୍କୁ କାତର କଣ୍ଠରେ କହିବାକୁ ଲାଗିଲେ, ମା ମୋତେ ଏ କ'ଣ କରୁଛୁ? କିନ୍ତୁ କୌଣସିଥିରେ କିଛି ହେଲା ନାହିଁ। ଏ ନବୀନଭୂତ ଖ୍ରୀଷ୍ଟିଆନ ସଂସ୍କାର ଗୁଡ଼ିକ ଉନ୍ନତ ତରଙ୍ଗ ଭଳି ପ୍ରବଳ ବେଗରେ ଉତ୍ଥିତ ହୋଇ ତାଙ୍କ ମନ ଭିତରୁ ହିନ୍ଦୁ ସଂସ୍କାର ସମୂହକୁ ସମ୍ପୂର୍ଣ୍ଣ ରୂପେ ଭସାଇ ନେଇଗଲା। ସେତେବେଳେ ହିନ୍ଦୁ ଦେବାଦେବୀଙ୍କ ପ୍ରତି ଠାକୁରଙ୍କ ଅନୁରାଗ ଓ ଶ୍ରଦ୍ଧା କେଉଁଆଡ଼େ ବିଲୀନ ହୋଇଗଲା ଏବଂ ସେହି ସ୍ଥାନରେ ଶ୍ରୀ ଶ୍ରୀ ଯୀଶୁ ଓ ତାଙ୍କର ପ୍ରବର୍ତ୍ତିତ ସମ୍ପ୍ରଦାୟ ପ୍ରତି ପୂର୍ଣ୍ଣ ଶ୍ରଦ୍ଧା ଓ ବିଶ୍ୱାସ ଆସି ତାଙ୍କ ହୃଦୟକୁ ଅଧିକାର କରି ବସିଲା। ଏ ନବାନୁଭୂତ ଭାବତରଙ୍ଗ 3 ଦିନ ପର୍ଯ୍ୟନ୍ତ ତାଙ୍କ ଉପରେ ପ୍ରଭୁତ୍ୱ କରି ବିଦ୍ୟମାନ ରହିଲା। ତୃତୀୟ ଦିବସର ଅବସାନ ପୂର୍ବରୁ ଦେବମାନବ ସ୍ଥିର ଦୃଷ୍ଟିରେ ତାଙ୍କୁ ଚାହିଁ ତାଙ୍କ ଅଦୃଷ୍ଟପୂର୍ବ ପୂର୍ବରୁ ଠାକୁର ପଞ୍ଚବଟୀ ତଳେ ବୁଲୁ ଦେଖିଲେ ଏକ ଅଦୃଷ୍ଟପୂର୍ବ ସୁନ୍ଦର ଗୌରବର୍ଣ୍ଣ ଦେବମାନବ ସ୍ଥିର ଦୃଷ୍ଟିରେ ତାଙ୍କୁ ଚାହିଁ
ତାଙ୍କ ଆଡ଼କୁ ଅଗ୍ରସର ହେଉଛନ୍ତି। ଦେଖୁ ଦେଖୁ ସେ ମୂର୍ତ୍ତି ନିକଟକୁ ଚାଲି ଆସିଲେ ଏବଂ ଠାକୁରଙ୍କ ପୁତ ହୃଦୟର ଅନ୍ତଃସ୍ଥଳ ଧ୍ୱନିତ ହେବାକୁ ଲାଗିଲା ଈଶା ମସି। ତାପରେ ସେ ଦେବମାନବ ଈଶା ବା ଯୀଶୁ ଠାକୁରଙ୍କୁ ଆଲିଙ୍ଗନ କରି ତାଙ୍କ ଶରୀରରେ ଲୀନ ହୋଇଗଲେ ଏବଂ ଭାବାବିଷ୍ଟ ଭାୟାଗାନେ ଠାକୁରଙ୍କ ମନ ସଗୁଣ ବିରାଟ ବ୍ରହ୍ମଙ୍କ ସହିତ କେତେବେଳ ପର୍ଯ୍ୟନ୍ତ ଏକୀଭୂତ ହୋଇ ରହିଲା। ଏହି ରୂପେ ଶ୍ରୀ ଯୀଶୁଙ୍କ ଦର୍ଶନ ଲାଭ କରି ଠାକୁର ତାଙ୍କର ଅବତାରତ୍ୱ ସମ୍ବନ୍ଧରେ ନିଃସନ୍ଦିଗ୍ଧ ହୋଇଥିଲେ। ଭଗବାନ ବୁଦ୍ଧଙ୍କ ସମ୍ବନ୍ଧରେ ମଧ୍ୟ ଠାକୁର ସାଧାରଣ ହିନ୍ଦୁ ଯେପରି ବିଶ୍ୱାସ କରିଥାନ୍ତି ସେଭଳି ବିଶ୍ୱାସ କରୁଥିଲେ। ବୁଦ୍ଧଦେବଙ୍କୁ ସେ ଈଶ୍ୱର ଅବତାର ବୋଲି ଶ୍ରଦ୍ଧା ପୂଜା କରୁଥିଲେ ଏବଂ ପୁରୀ ଧାମସ୍ଥ ଶ୍ରୀ ଜଗନ୍ନାଥ, ସୁଭଦ୍ରା ଓ ବଳଭଦ୍ରଙ୍କର ତ୍ରିରତ୍ନ ମୂର୍ତ୍ତିରେ ସେ ଭଗବାନ ବୁଦ୍ଧାବତାରଙ୍କର ପ୍ରକାଶ ଅଦ୍ୟାପି ବର୍ତ୍ତମାନ ବୋଲି ସେ ବିଶ୍ୱାସ କରୁଥିଲେ। ଜୈନ ଧର୍ମର ପ୍ରବର୍ତ୍ତକ ତୀର୍ଥଙ୍କରମାନଙ୍କ ପ୍ରତି ଏବଂ ଶିଖ ଧର୍ମର ପ୍ରବର୍ତ୍ତକ ଗୁରୁ ନାନକଙ୍କ ଠାରୁ ଗୁରୁ ଗୋବିନ୍ଦଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରତି ଠାକୁରଙ୍କର ବିଶେଷ ଶ୍ରଦ୍ଧାଭକ୍ତି ଥିଲା। କିନ୍ତୁ ଏମାନଙ୍କ ମଧ୍ୟରୁ କାହାକୁ ଠାକୁର ଈଶ୍ୱର ଅବତାର ବୋଲି ନିର୍ଦ୍ଦେଶ କରିନାହାନ୍ତି। ଶିଖମାନଙ୍କର 10 ଜଣ ଗୁରୁଙ୍କ ସମ୍ବନ୍ଧରେ ଠାକୁର କହୁଥିଲେ ସେମାନେ ସମସ୍ତେ ଜନକ ଋଷିଙ୍କର ଅବତାର। ଶିଖମାନଙ୍କ ନିକଟରୁ ଶୁଣିଛି ରାଜର୍ଷି ଜନକଙ୍କ ମନରେ ମୁକ୍ତି ଲାଭ କରିବା ପୂର୍ବରୁ ଲୋକ କଲ୍ୟାଣ ସାଧନ କରିବାର ବାସନା ଉଦିତ ହୋଇଥିଲା ଏବଂ ସେଥିପାଇଁ ସେ ନାନକ ଆଦି ଗୋବିନ୍ଦଙ୍କ ପର୍ଯ୍ୟନ୍ତ 10 ଗୁରୁ ରୂପରେ 10 ଥର ଜନ୍ମଗ୍ରହଣ କରି ଶିଖ ଜାତି ମଧ୍ୟରେ ଧର୍ମ ସଂସ୍ଥାପନ କରି ପରବ୍ରହ୍ମଙ୍କ ସହିତ ଚିରକାଳ ଲାଗି ମିଳିତ ହୋଇଯାଇଥିଲେ। ଷୋଡ଼ଶୀ ପୂଜା ପରେ ସେ ମାତା ଠାକୁରାଣୀ 1873 ଖ୍ରୀଷ୍ଟାବ୍ଦର ସେପ୍ଟେମ୍ବର ମାସରେ କାମରପୁକୁରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଶ୍ରୀ ମା ଏଠାକୁ ଆସିବାର ଅଳ୍ପ କାଳ ପରେ ହିଁ ଠାକୁରଙ୍କ ମଧ୍ୟମାଗ୍ରଜ ରାମେଶ୍ୱର ଭଟ୍ଟାଚାର୍ଯ୍ୟ ଜ୍ୱରାତିସାର ରୋଗରେ ମୃତ୍ୟୁବରଣ କଲେ। ରାମେଶ୍ୱରଙ୍କ ମୃତ୍ୟୁ ପରେ ତାଙ୍କର ପୁତ୍ର ରାମଲାଲ ଦକ୍ଷିଣେଶ୍ୱରରେ ପୂଜାଭାର ଗ୍ରହଣ କଲେ। 1864 ମସିହା ଏପ୍ରିଲ ମାସରେ ଶ୍ରୀ ମାତା ଠାକୁରାଣୀ ପଦବ୍ରଜରେ ଦ୍ୱିତୀୟ ଥର ପାଇଁ ଦକ୍ଷିଣେଶ୍ୱରକୁ ଆସିଲେ। ସେ ସମୟରେ ପଥିକମାନଙ୍କୁ ଜାହାନବାଦ ପର୍ଯ୍ୟନ୍ତ ଅଗ୍ରସର ହୋଇ 4-5 କୋଶ ବ୍ୟାପୀ ତେଲ ଭୋଲ ଓ କୈକଲା ପ୍ରାନ୍ତର ଉତ୍ତୀର୍ଣ୍ଣ ହେବାକୁ ପଡ଼ୁଥିଲା। ତାପରେ ତାରକେଶ୍ୱର ପର୍ଯ୍ୟନ୍ତ ଆସି ସେଠାରୁ ବୈଦ୍ୟବାଟୀରେ ଗଙ୍ଗା ପାରି ହେବାକୁ ପଡ଼ୁଥିଲା। ଏ ବିସ୍ତୀର୍ଣ୍ଣ ପ୍ରାନ୍ତର ଦୁଇଟି ସେତେବେଳେ ଡକାୟତମାନଙ୍କର ଆଡ୍ଡାସ୍ଥଳୀ ଥିଲା। ତେଲଭୋଲ ନାମକ କ୍ଷୁଦ୍ର ଗ୍ରାମ ଦୁଇଟିର 1 କୋଶ ଅନ୍ଦାଜ ଦୂରରେ ପ୍ରାନ୍ତରର ମଧ୍ୟଭାଗରେ କରାଳବଦନା ସୁଭୀଷଣା ଗୋଟିଏ କାଳୀ ମୂର୍ତ୍ତି ଥିଲା ଏବଂ ତାହା ଏବେ ମଧ୍ୟ ସେଠାରେ ଦୃଷ୍ଟିଗୋଚର ହୁଏ। ଲୋକେ କହନ୍ତି ଭୀଷଣ କାଳୀ ମୂର୍ତ୍ତିଙ୍କୁ ପୂଜା କରି ଡକାୟତମାନେ ନରହତ୍ୟା ସଦୃଶ ନୃଶଂସ କାର୍ଯ୍ୟ କରିଥାନ୍ତି। ଠାକୁରଙ୍କର ମଧ୍ୟମାଗ୍ରଜ ରାମେଶ୍ୱରଙ୍କ କନ୍ୟା ଓ କନିଷ୍ଠ ପୁତ୍ର ଏବଂ ଆଉ କେତେଜଣ ସ୍ତ୍ରୀ ପୁରୁଷଙ୍କ ସହିତ ସେ ମାତା ଠାକୁରାଣୀ କାମରପୁକୁରରୁ ଦକ୍ଷିଣେଶ୍ୱର ଯାତ୍ରା କଲେ। ଆରାମବାଗରେ ପହଞ୍ଚି ତେଲଭୋଲ ଓ କୈକଲା ପ୍ରାନ୍ତର ସନ୍ଧ୍ୟା ପୂର୍ବରୁ ପାର ହେବା ଲାଗି ଯଥେଷ୍ଟ ସମୟ ଅଛି ବୋଲି ଭାବି ତାଙ୍କର ସଙ୍ଗୀମାନେ ଏହି ସ୍ଥାନରେ ରହି ରାତ୍ରି ଯାପନ କରିବାକୁ ଅନିଚ୍ଛା ପ୍ରକାଶ କଲେ। ଶ୍ରୀ ମାତା ଠାକୁରାଣୀ ଅବଶ୍ୟ ପଥ ସେପଟେ କ୍ଳାନ୍ତ ହୋଇ ପଡ଼ିଥିଲେ, କିନ୍ତୁ ଅନ୍ୟମାନଙ୍କ ମତିଗତି ଦେଖି ସେ ନିଜର କ୍ଳାନ୍ତି କଥା କାହାକୁ ନ କହି ସେମାନଙ୍କ ସଙ୍ଗେ ବାଟ ଚାଲିବାକୁ ଲାଗିଲେ। ଏହି ଭାବରେ ପ୍ରାୟ 2 କୋଶ ପଥ ଅତିକ୍ରମ କଲାବେଳକୁ ଦେଖାଗଲା ଯେ ସେ ଆଉ ସଙ୍ଗୀମାନଙ୍କ ସହିତ ସମତାଳ ରଖି ଚାଲି ପାରୁନାହାନ୍ତି, ପଛରେ ପଡ଼ିଯାଉଛନ୍ତି। ସେତେବେଳେ ସଙ୍ଗୀମାନେ ତାଙ୍କ ଲାଗି କିଛି ସମୟ ଅପେକ୍ଷା କରନ୍ତି ଏବଂ ତାଙ୍କ ପାଖରେ ପହଞ୍ଚିବା ମାତ୍ରେ ତାଙ୍କୁ ଚଞ୍ଚଳ ଚଞ୍ଚଳ ପାଦ ପକାଇବାକୁ କହି ସେମାନେ ପୁଣି ବାଟ ଚାଲନ୍ତି। ଏପରି ବାରମ୍ବାର ହେବାର ଦେଖି ସଙ୍ଗୀମାନେ ନିକଟକୁ ଆସି କହିଲେ, ଏପରି ଚାଲିଲେ ପ୍ରହରୀ ରାତି ଭିତରେ ମଧ୍ୟ ଏହି ପ୍ରାନ୍ତର ପାରି ହୋଇପାରିବ ନାହିଁ। ସମସ୍ତଙ୍କୁ ଡକାୟତଙ୍କ ହାତରେ ପଡ଼ିବାକୁ ହେବ। ଶ୍ରୀ ମା ଭାବିଲେ ତାଙ୍କ ଯୋଗୁଁ ଏତେ ଲୋକ ହଇରାଣ ହେବା ଉଚିତ ନୁହେଁ। ତେଣୁ ସେ ସେମାନଙ୍କୁ କହିଲେ, ମୋ ଲାଗି ତୁମେମାନେ ଅପେକ୍ଷା କର ନାହିଁ। ତୁମେ ସବୁ ଆଗ ତାରକେଶ୍ୱର ଚଟିଘର ଯାଇ ଚାଲିଯାଇ ସେଠାରେ ବିଶ୍ରାମ କର। ମୁଁ ଯେତେ ଶୀଘ୍ର ପାରେ ଯାଇ ତୁମମାନଙ୍କ ସହିତ ମିଶିବି। ଆଉ ଅଧିକ ସମୟ ନାହିଁ ଦେଖି ଓ ତାଙ୍କ କଥା ଉପରେ ନିର୍ଭର କରି ସଙ୍ଗୀମାନେ କାଳ ବିଳମ୍ବ ନ କରି ଦ୍ରୁତପଦରେ ବାଟ ଚାଲିବାକୁ ଲାଗିଲେ ଏବଂ ସେହି ପ୍ରାନ୍ତର ପାର ହୋଇଗଲେ। ଏଣେ ଶ୍ରୀ ମା ଏକାକିନୀ ଯଥାସାଧ୍ୟ ଦ୍ରୁତପଦରେ ପ୍ରାନ୍ତର ମଧ୍ୟରେ ଚାଲିଥାନ୍ତି, କିନ୍ତୁ ଶରୀର ଖୁବ୍ ଅବସନ୍ନ ଲାଗୁଥାଏ। ପ୍ରାନ୍ତର ଭିତରେ ପହଞ୍ଚିବା ମାତ୍ରେ ସନ୍ଧ୍ୟା ଘୋଟି ଆସିଲା। ବିଷମ ଚିନ୍ତିତ ହୋଇ ସେ କ'ଣ କରିବେ ଭାବୁଛନ୍ତି, ଏହି ସମୟରେ ଦେଖିଲେ ଘୋର କଳା ବିରାଟକାୟ ଜଣେ ପୁରୁଷ ଲୋକ ଗୋଟାଏ ଠେଙ୍ଗା କାନ୍ଧରେ ପକାଇ ତାଙ୍କ ଆଡ଼କୁ ଲକ୍ଷ୍ୟ କରି ମାଡ଼ି ଆସୁଛି। ତା ପଛକୁ ଟିକିଏ ଦୂରରେ ତାର ସଙ୍ଗୀ ଭଳି ଆଉ ଜଣେ ମଧ୍ୟ ଆସୁଥିବାର ବୋଧ ହେଉଛି। ଏ କ୍ଷେତ୍ରରେ ପଳାୟନ ବା ଶିକାର କରିବା ବୃଥା ବୁଝିପାରି ଶ୍ରୀ ମା ସେତେବେଳେ ସ୍ଥିର ଭାବରେ ଦଣ୍ଡାୟମାନ ରହି ଏମାନଙ୍କ ଆଗମନକୁ ସଶଙ୍କ ଚିତ୍ତରେ ପ୍ରତ୍ୟକ୍ଷ କରିବାକୁ ଲାଗିଲେ। କେତୋଟି ମୁହୂର୍ତ୍ତ ମଧ୍ୟରେ ଯମଦୂତ ସଦୃଶ ଏ ବିରାଟାକୃତି ପୁରୁଷ ତାଙ୍କ ପାଖକୁ ଆସି କର୍କଶ ସ୍ୱରରେ ପଚାରିଲା, ତୁମେ କିଏ? ଏ ଅସମୟରେ ଆସି ଏଠାରେ କାହିଁକି ଛିଡ଼ା ହୋଇଛ? ଶ୍ରୀ ମା ସେତେବେଳେ ତାକୁ ପ୍ରସନ୍ନ କରିବା ଆଶାରେ ପୁତ୍ର ବୋଲି ସମ୍ବୋଧନ କରି ତାର ଶରଣାପନ୍ନ ହୋଇ କହିଲେ, ବାପା, ମୋର ସଙ୍ଗୀମାନେ ମୋତେ ଏଠାରେ ଏକୁଟିଆ ଛାଡ଼ି ଆଗକୁ ଚାଲିଗଲେଣି। ମୁଁ ବୋଧହୁଏ ବାଟ ଭୁଲିଗଲିଣି। ତେଣୁ ତୁମେମାନେ ସାଙ୍ଗରେ ଧରି ଯଦି ସେମାନଙ୍କ ପାଖରେ ମୋତେ ପହଞ୍ଚାଇ ଦିଅନ୍ତ। ତୁମର ଜୋଇଁ ଦକ୍ଷିଣେଶ୍ୱରରେ ରାଣୀ ରାସମଣୀଙ୍କ କାଳୀବାଡ଼ିରେ ଥାନ୍ତି। ମୁଁ ତାଙ୍କ ପାଖକୁ ଯାଉଛି। ତୁମେ ଯଦି ସେଠାକୁ ମୋତେ ନେଇଯାଆନ୍ତ, ତାହେଲେ ସେ ତୁମକୁ ବହୁତ ଆଦର କରନ୍ତେ। ଏ କଥା ସରୁ ନ ଶୁଣୁ ଆର ଜଣକ ମଧ୍ୟ ସେଠାରେ ଆସି ପହଞ୍ଚିଗଲା।
ଶ୍ରୀ ମା ଦେଖିଲେ ସେ ପୁରୁଷ ନୁହେଁ, ସ୍ତ୍ରୀ ଲୋକଟି, ଏହି ପୁରୁଷର ସ୍ତ୍ରୀ। ଏ ସ୍ତ୍ରୀ ଲୋକକୁ ଦେଖି ବିଶେଷ ଆଶ୍ୱସ୍ତ ହୋଇ ଶ୍ରୀ ମା ସେତେବେଳେ ତା'ର ହାତ ଧରି ତାକୁ ମା ବୋଲି ସମ୍ବୋଧନ କରି କହିଲେ, ମା, ମୁଁ ତୁମର ଝିଅ ଶାରଦା। ଭଙ୍ଗୀମାନେ ଛାଡ଼ିଗଲେ। ଏଠାରେ ଏହି ବିଷମ ବିପଦରେ ପଡ଼ିଥିଲେ। ଭାଗ୍ୟକୁ ବାବା ଆଉ ତୁମେ ଆସି ପହଞ୍ଚିଗଲ, ନହେଲେ କ'ଣ କରିଥାନ୍ତି କହିପାରୁନାହିଁ। ଶ୍ରୀ ମାଙ୍କର ଏଭଳି ନିଃସଙ୍କୋଚ ସରଳ ବ୍ୟବହାର, ଏକାନ୍ତ ବିଶ୍ୱାସ ଓ ମିଠା କଥାରେ ବାଗ୍ଦି ପାଇକ ଓ ତା'ର ପତ୍ନୀର ପ୍ରାଣ ଏକାବେଳକେ ବିଗଳିତ ହୋଇଗଲା। ସାମାଜିକ ଆଚାର ଓ ଜାତି କଥା ଭୁଲି ସେମାନେ ସତକୁ ସତ ଏହି ଅନ୍ଧାର ଭିତରେ ଅପନ୍ତରା ଭୂଇଁରେ ଏକାକିନୀ ଶାରଦାମଣିକୁ ନିଜର ଝିଅ ପରି ଭାବିଲେ ଏବଂ ତାଙ୍କୁ ବହୁ ସାନ୍ତ୍ୱନା ଦେବାକୁ ଲାଗିଲେ। ସେମାନେ ଦେଖିଲେ ଯେ ସେ ଅତ୍ୟନ୍ତ କ୍ଳାନ୍ତ ଓ ଅବସନ୍ନ ହୋଇ ପଡ଼ିଛନ୍ତି। ସେମାନେ ସେହି ରାତିରେ ତାଙ୍କୁ ଆଉ ଆଗକୁ ଯିବାକୁ ଦେଲେ ନାହିଁ। ସେଠାରୁ ଅଳ୍ପ ଦୂରରେ ତେଲଭୋଲ ଗ୍ରାମ। ସେହି ଗ୍ରାମରେ ଥିବା ଗୋଟିଏ ଛୋଟିଆ ଦୋକାନ ଘରକୁ ସେମାନେ ଶାରଦାମଣିକୁ ନେଇଗଲେ। ଏଠାରେ ରାତି କଟାଇବାରେ ସ୍ଥିର ହେଲା। ବାଗ୍ଦାମା ନିଜର ଖଣ୍ଡିଏ ଶାଢ଼ୀ ବିଛାଇ ଝିଅ ପାଇଁ ଶଯ୍ୟା ପ୍ରସ୍ତୁତ କରିଦେଲା। ବାଗ୍ଦା ବାବା ମଧ୍ୟ ଦୋକାନରୁ ମୁଢ଼ି ଚୂଡ଼ା ଗଣ୍ଡିଏ ଆଣି ତାଙ୍କୁ ଖାଇବାକୁ ଦେଲା। ଏ ଭାବରେ ନିଜର ବାପା ମା ଭଳି ଆଦର ଓ ସ୍ନେହ ଦେଖାଇ ସେମାନେ ତାଙ୍କୁ ଶୁଆଇ ଦେଲେ ଏବଂ ଦୁହେଁ ଯାକ ରାତି ସାରା ଜଗି ରହିଲେ। ରାତି ପାଇ ସକାଳ ହେଲା। ଶାରଦାମଣି ସକାଳେ ନିତ୍ୟକର୍ମ ସମାପ୍ତ କରିବା ପରେ ବାଗ୍ଦି ଦମ୍ପତି ତାଙ୍କୁ ସାଙ୍ଗରେ ଧରି ତାରକେଶ୍ୱର ପର୍ଯ୍ୟନ୍ତ ଚାଲିଲେ। ଏଠାରେ ଗୋଟିଏ ଦୋକାନରେ ସେମାନେ ବିଶ୍ରାମ ନେଲେ। ବାଗ୍ଦି ରମଣୀ ତାଙ୍କ ସ୍ୱାମୀଙ୍କୁ କହିଲେ, ମୋ ଝିଅ କାଲି ରାତ୍ରିକୁ କିଛି ଖାଇନାହିଁ। ତାରକନାଥ ବାବାଙ୍କ ପୂଜା ଶେଷ କରି ବଜାରରୁ ମାଛ, ପରିବା, ଡାଲି କିଣି ଆଣୁ। ଆଜି ତାକୁ ମୋ ମନ ଭରି ମୁଁ ଖୁଆଇବି। ପୁରୁଷଟି ସ୍ତ୍ରୀର ବରାଦ ଦେଇ ଚାଲିଗଲା। ଏ ସମୟରେ ଶ୍ରୀମାତା ଠାକୁରାଣୀଙ୍କ ସଙ୍ଗୀ ଓ ସଙ୍ଗିନୀମାନେ ତାଙ୍କୁ ଖୋଜି ଖୋଜି ଆସି ସେଠାରେ ପହଞ୍ଚିଲେ ଏବଂ ତାଙ୍କୁ ନିରାପଦରେ ପହଞ୍ଚିଥିବା ଦେଖି ଆଶ୍ୱସ୍ତ ଓ ଖୁସି ହେଲେ। ତାପରେ ଶ୍ରୀମା ସେହି ବାଗ୍ଦି ଦମ୍ପତିଙ୍କ ସହିତ ନିଜର ସଙ୍ଗୀମାନଙ୍କ ପରିଚୟ କରାଇ ଦେଇ କହିଲେ, ଏମାନେ ଯଦି